ମୋ ପୁଅର ଆଡମିସନ ହେଇଛି ବର୍ଷ ସ୍କୁଲରେ। ତ ସେ ଏବେ 5 ଦିନ ହେଲା ସ୍କୁଲ ଯାଉଛି। ମୁଁ ନିଜେ ମାନେ ନିଜେ ଫିଲ୍ କରୁଛି ମାନେ ମୋ ସ୍କୁଲ କଲେଜ ଟ୍ୟୁସନ ଯିବା ଟାଇମ ରେ ମୁଁ ଯେମିତି ମୋ ପୁଅକୁ ମାନେ ଚିଡଚିଡା ହୁଏ ଏପର୍ଯ୍ୟନ୍ତ ରୋଷେଇ ସରିନି ଆମେ କଣ ଖାଇକି ଯିବୁ, ଏ ଭାତ ଆଳୁ ସିଝା ସବୁବେଳେ ଖାଇବୁ, ଇଏ ସିଏ ସେଇଟା ମୁଁ ଏବେ ଫିଲ୍ କରିପାରୁଛି। ମୋ ବୋଉ ମାନେ ସକାଳୁ ଶୀତ ଦିନ ହେଇଥିବ ଯଦି ଫ୍ୟାନ୍ ଲଗେଇଦେବ ଆମେ ଜଲ୍ଦି ଉଠିଲେ ଟ୍ୟୁସନ୍ ଯିବୁ ବୋଲି, ଆଉ ଯଦି ଖରା ଦିନ ହେଇଥିବ ଫ୍ୟାନ୍ ବନ୍ଦ କରିଦେବ ଆମେ ଜଲ୍ଦି ଟ୍ୟୁସନ୍ ଯିବୁ ବୋଲି, ସ୍କୁଲ ଯିବୁ ବୋଲି। ଆମେ ଆସିଲା ବେଳକୁ ରୋଷେଇ ଭାତ ହେଇଯାଇଥିବ, ଆଳୁ ସିଝା ହେନି ଆମେ ଖାଇକି ଯିବୁ, ଯେଉଁଦିନ ରୋଷେଇ ସରିଯାଇଥିବ ନହେଲେ ଆମେ ପୁଅକୁ ସଦାବେଳେ କହିବୁ ଏତେ ସମୟ କ'ଣ କରୁଥିଲୁ ରୋଷେଇ ସରିନି। ମାନେ ସେଇଟା ମୁଁ ଏବେ ରିଅଲାଇଜ୍ କରୁଛି। ଜିନିଷ ଯେତେବେଳେ ଆଡମିସନ ହେଇନଥିଲା 7ଟାରୁ ଉଠେ, ଏବେ କିନ୍ତୁ ମୁଁ ଉଠୁଛି 5ଟାରୁ ଉଠିକି ଗାଧେଇକି ତାପରେ ମୋ ଶାଶୁ ଘର ଝଟାଝଟି ସବୁ କରିଦଉଛନ୍ତି, ମୁଁ ଖାଲି ରୋଷେଇଟା କରୁଛି। 5ଟାରୁ ଉଠିକି ଚୁଲି ଲଗେଇକି ଭାତ ବସେଇ ଦଉଛି, ତାପରେ ଗ୍ୟାସରେ ତାପରେ ଟିଫିନ ପାଇଁ ପ୍ରିପାରେସନ କରୁଛି। ତ ମତେ 7ଟାରେ ମୋର ଯେହେତୁ ଅଭ୍ୟାସ 5ଟାରେ ଉଠିବାରେ ମତେ ଜ୍ୱର ହେଇଯାଇଥିଲା, ଜ୍ୱର ଥଣ୍ଡା ହେଲେ ବି ବନ୍ଦ ନାହିଁ, ସେଇ 5ଟାରୁ ଉଠିକି ପୁଣି ରୋଷେଇ କରିକି ଦିଏ। ଖାଇବାରେ ଯୋଉ ନଖରଟା ମାନେ ଆଜି ଭାତକୁ ଡାଲମା ହେଇଛି ଭଜା ହେଇଛି ନା ମୁଁ ଏଇଟା ଖାଇବିନି, ଆଜି ମାଛ ହବ ମାନେ ମୁଁ ଖାଇବି କି ଅଲଗା କିଛି, ସେଇ ସିଚୁଏସନ ଟା ମୋ ପୁଅ ମୋ ସାଙ୍ଗରେ କରୁଛି। ନା ସକାଳୁ ଭାତ ଆଳୁ ସିଝା ହବନି, ଭାତ ସାଙ୍ଗକୁ ମାଛ ଦେ ନହେଲେ ଅଣ୍ଡା ଦେ। ସକାଳ ଯଦି ସେ 12ଟା 1ଟା ବେଳେ ସ୍କୁଲରୁ ଆସୁଛି ସେଥିପାଇଁ ତା ପାଇଁ ସକାଳୁ ମୁଁ ଭାତ କରିଦେଇଛି, ଆଳୁ ସିଝେଇ ଦଉଛି, ତ ଖାଇକି ମିକ୍ସଚର ଫିକ୍ସଚର ପାଗ କରିକି ଖାଇଦଉଛି। ତା ପାଇଁ ଟିଫିନ ସେ ମାନେ ଭେରାଇଟି ଦିନ ସବୁଦିନ ଗୋଟେ ଟାଇପର କି 2 ଦିନ ଗୋଟେ ଟାଇପର ନବ। ଗୋଟେ ଦିନ ଇଟିଲି ନବ, ଗୋଟେ ଦିନ ରୁଟି ନବ, ଉପମା ନବ, ସୁଜି ନବ, ଗୋଟେ ଦିନ କହିବ ମୁଁ ଚୁଡା କଦଳୀ ନେବି। ତାର ଭେରାଇଟି ପୁରା ମୋ ଭଳିଆ ହେଇଛି।